ଆଜି ଆମେ ଏହି ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠାର କ୍ୱେଶ୍ଚନ୍ ଆନ୍ସର ଗୁଡ଼ିକ ଆଲୋଚନା କରିବା। 1 ନମ୍ବରଟି ଦେଇଛି ପ୍ରତ୍ୟେକ ଉତ୍ତର ପ୍ରାୟ 75ଟି ଶବ୍ଦରେ ଲେଖ। 1 ନମ୍ବରର କଟି ଦେଇଛି ନାଦିର ଶାହା କେବେ ଓ କେଉଁ ପରିସ୍ଥିତିରେ ଭାରତ ଆକ୍ରମଣ କରିଥିଲେ? ସେ ଭାରତ ଆକ୍ରମଣ କରି କେଉଁ ପରିସ୍ଥିତି ସୃଷ୍ଟି କରିଥିଲେ? ସେ ଭାରତକୁ କ'ଣ ନେଇ ଯାଇଥିଲେ? ୟାର ଆନ୍ସର ଗୁଡ଼ିକ ମୁଁ ଏଠାରେ ଦେଇଦେଇଛି। ୟାର ଗୋଟେ ସ୍କ୍ରିନଶଟ୍ ମାରିନିଅ, ପରେ ଲେଖି ନେଇଯିବ। ତାପରେ ଖ ନମ୍ବରଟି ଦେଇଛି ପର୍ତ୍ତୁଗୀଜ ମାନଙ୍କର ଭାରତ ଆଗମନ ଓ ବାଣିଜ୍ୟ କୋଠି ସ୍ଥାପନ ଉପରେ ଧାରଣା ଦିଅ। ୟାର ବି ଉତ୍ତର ଗୁଡ଼ିକ ମଧ୍ୟ ଏଠାରେ ମୁଁ ଦେଇଦେଇଛି। ୟାର ବି ଗୋଟେ ସ୍କ୍ରିନଶଟ୍ ମାରିନିଅ, ପରେ ୟାକୁ ଲେଖି ନେଇଯିବ। ତାପରେ ଗ ନମ୍ବରଟି ଦେଇଛି ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କିପରି ସ୍ଥିତି ସୃଷ୍ଟି କରିପାରିଥିଲା? ୟାର ଉତ୍ତରଟି ମଧ୍ୟ ଏଠାରେ ମୁଁ ଦେଇଦେଇଛି। ୟାର ବି ଗୋଟେ ସ୍କ୍ରିନଶଟ୍ ମାରି ରଖ। ତାପରେ ଘ ନମ୍ବରଟି କହିଛି ଦ୍ୱିତୀୟ କର୍ଣ୍ଣାଟକ ସମର ଉପରେ ବିବରଣୀ ପ୍ରଦାନ କର। ୟାର ବି ଉତ୍ତରଟି ଏଠାରେ ଦେଇଦେଇଛି। ଯେଉଁ ପିଲାମାନଙ୍କ ପାଖରେ ଗାଇଡ୍ କିମ୍ବା ଟେଷ୍ଟ ପେପର ନାହିଁ, ସେମାନଙ୍କ ପାଇଁ ଏହି ଭିଡ଼ିଓଟି ହେଲ୍ପଫୁଲ୍ ରହିବ। ତାପରେ ନମ୍ବରଟି ଦେଇଛି ମୀର କାସିମ କିପରି ବଙ୍ଗର ନବାବ ହେଲେ ଏବଂ କେଉଁ କାରଣ ଯୋଗୁଁ ଇଂରେଜମାନେ ତାଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ? ୟାର ଉତ୍ତରଟି ଏଇଠି ଦିଆଗଲା। ଜଲ୍ଦି ୟାର ଗୋଟେ ସ୍କ୍ରିନଶଟ୍ ମାରି ରଖ। ତାପରେ ଚ ନମ୍ବରଟି କହିଛି ସାମନ୍ତ ସନ୍ଧି କ'ଣ? ଏହାକୁ କିଏ ଓ କେଉଁ ଉଦ୍ଦେଶ୍ୟରେ ପ୍ରଣୟନ କରିଥିଲେ? ଏହାର ସର୍ତ୍ତ ଗୁଡ଼ିକ କ'ଣ ଥିଲା ଓ କେଉଁମାନେ ଏହି ସନ୍ଧି ଗ୍ରହଣ କରିଥିଲେ? ୟାର ଉତ୍ତରଟି ଏଇଠି ରହିଲା। ତାପରେ 6 ନମ୍ବର ରାଜସ୍ୱତ୍ୱ ଲୋପ ନୀତି କିଏ ପ୍ରଣୟନ କରିଥିଲେ? ଏହି ନୀତିରେ କି ବ୍ୟବସ୍ଥା ଥିଲା ଓ କେଉଁ ରାଜ୍ୟ ଗୁଡ଼ିକ ଏଥିରେ କ୍ଷତିଗ୍ରସ୍ତ ହୋଇଥିଲେ? ୟାର ଉତ୍ତରଟି ମଧ୍ୟ ଏଠାରେ ମୁଁ ଦେଇଦେଇଛି। ୟାକୁ ସ୍କ୍ରିନଶଟ୍ ମାରି ରଖ। ତାପରେ ଜ ନମ୍ବରଟି ଦେଇଛି ପିଟ୍ଙ୍କ ଭାରତ ଶାସନ ଆଇନ ସମ୍ପର୍କରେ ଧାରଣା ଦିଅ। ୟାର ଉତ୍ତରଟି ଏଠାରେ ମୁଁ ଦେଇଦେଇଛି। ୟାକୁ ବି ମଧ୍ୟ ସ୍କ୍ରିନଶଟ୍ ମାରି ରଖିନିଅ, ପରେ ଲେଖିବ। ତାପରେ 2 ନମ୍ବରଟି ଦେଇଛି ପ୍ରତ୍ୟେକ ଉତ୍ତର ପ୍ରାୟ 20ଟି ଶବ୍ଦରେ ଲେଖ। କ ନମ୍ବରଟି ଦେଇଛି ଅମୀରମାନେ କେଉଁ କେଉଁ ଦଳରେ ବିଭକ୍ତ ଥିଲେ? ସେମାନେ କେଉଁ ଫାଇଦା ହାସଲ କରୁଥିଲେ? ଆନ୍ସାର ଅମୀରମାନେ ଦୁରାନୀ, ଇରାନୀ ଓ ହିନ୍ଦୁସ୍ତାନୀ ଭାବେ 3ଟି ଦଳରେ ବିଭକ୍ତ ହୋଇଥିଲେ। ସେମାନେ ମୋଗଲ ଦରବାରକୁ ଦୁର୍ବଳ କରି ରାଜନୈତିକ ଫାଇଦା ହାସଲ କରୁଥିଲେ। ତାପରେ ଖ ନମ୍ବରଟି ଦେଇଛି ଯୋଧପୁରର ରାଜା ଅଜିତ ସିଂ କେଉଁ କେଉଁ ରାଜ୍ୟ ଶାସନକର୍ତ୍ତା ହେଲେ? ସେ କେଉଁ ଅଞ୍ଚଳର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ? ଆନ୍ସାର ଯୋଧପୁରର ରାଜା ଅଜିତ ସିଂ ଗୁଜରାଟ ଓ ଆଜମିରର ଶାସନକର୍ତ୍ତା ଥିଲେ। ସେ ମଧ୍ୟ ଆଗ୍ରାର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ। ତାପରେ ଗ ନମ୍ବରଟି ଦେଇଛି କେଉଁ ସ୍ଥାନ ଗୁଡ଼ିକରେ ପର୍ତ୍ତୁଗୀଜ ମାନଙ୍କର ବାଣିଜ୍ୟ କୋଠି ଥିଲା? କେଉଁ ଗୁଡ଼ିକ 1961 ପର୍ଯ୍ୟନ୍ତ ସେମାନଙ୍କର ଅଧିକାରରେ ରହିଥିଲା? ଆନ୍ସାର ପର୍ତ୍ତୁଗୀଜ ମାନେ ଭାରତର ଗୋଆ, ଡାମନ ଡିଉ, ସାଲସେଟ ବେସିନ, ବମ୍ବେ ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ଉପନିବେଶ ସ୍ଥାପନ କରିଥିଲେ। 1961 ମସିହା ପର୍ଯ୍ୟନ୍ତ ଗୋଆ, ଡାମନ ଡିଉ ସେମାନଙ୍କର ଅଧିକାରରେ ଥିଲା। ତାପରେ ଘ ନମ୍ବର ଇଂରେଜ ଓ ଫରାସୀମାନେ କେଉଁ ସ୍ଥାନ ମାନଙ୍କରେ ବାଣିଜ୍ୟ ଦୁର୍ଗ ନିର୍ମାଣ କରିଥିଲେ? ଆନ୍ସାର ଇଂରେଜମାନେ 1639 ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜଠାରେ ପୋର୍ଟ ସେଣ୍ଟ ଜର୍ଜ ଦୁର୍ଗ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀ 1690ରେ ବଙ୍ଗର ହୁଗୁଳି ନଦୀ କୂଳେ ପୋର୍ଟ ୱିଲିୟମ ଦୁର୍ଗ ନିର୍ମାଣ କରିଥିଲେ। ଫରାସୀମାନେ ପଣ୍ଡିଚେରୀଠାରେ ବାଣିଜ୍ୟ ଦୁର୍ଗ ନିର୍ମାଣ କରିଥିଲେ। ତାପରେ ନମ୍ବରଟି ଦେଇଛି ଆଲିବର୍ଦୀ ଖାଁ କେବେ ପ୍ରାଣତ୍ୟାଗ କରିଥିଲେ? ତାଙ୍କ ପରେ କିଏ ବଙ୍ଗର ଶାସକ ହୋଇଥିଲେ? ଆନ୍ସାର ଆଲିବର୍ଦୀ ଖାଁ 1756 ମସିହା ଅପ୍ରେଲ ମାସ 9 ତାରିଖରେ ପ୍ରାଣତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ନାତି ସିରାଜ ଉଦୌଲା ବଙ୍ଗର ଶାସକ ହୋଇଥିଲେ। ତାପରେ ଚ ନମ୍ବରଟି ଦେଇଛି ପଲାସି ଯୁଦ୍ଧରେ କିଏ ପରାଜିତ ହୋଇଥିଲେ ଓ ତାଙ୍କୁ କେଉଁ ସ୍ଥାନରେ ବନ୍ଦୀ କରି ରଖାଯାଇଥିଲା? ଆନ୍ସାର ପଲାସି ଯୁଦ୍ଧରେ ସିରାଜ ଉଦୌଲା ପରାସ୍ତ ହୋଇଥିଲେ। ଇଂରେଜମାନେ ସିରାଜ ଉଦୌଲାଙ୍କୁ ବନ୍ଦୀ କରି ମୁର୍ସିଦାବାଦ ବନ୍ଦୀଶାଳାରେ ରଖିଥିଲେ। ତାପରେ 6 ନମ୍ବରଟି ଦେଇଛି କେଉଁ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା? ଏହା କେଉଁ ଆଇନର ଦୋଷ ତ୍ରୁଟିକୁ ସୁଧାରିବା ପାଇଁ କରାଯାଇଥିଲା? ଆନ୍ସାର ପିଟ୍ ଭାରତ ଶାସନ ଆଇନ ବଳରେ ଇଂଲଣ୍ଡ ପାର୍ଲାମେଣ୍ଟ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା। ଏହା ନିୟାମକ ଆଇନରେ ଦୋଷ ତ୍ରୁଟିକୁ ସୁଧାରିବା ପାଇଁ ଏହି ଆଇନ କରାଯାଇଥିଲା। ତାପରେ ଜ ନମ୍ବର ଟିପୁ ସୁଲତାନ କେଉଁ ଯୁଦ୍ଧରେ ନିହତ ହୋଇଥିଲେ? ତାଙ୍କ ପରେ ମହୀଶୂର ରାଜ୍ୟର ପରିଣତି କ'ଣ ହୋଇଥିଲା? ଆନ୍ସାର ଚତୁର୍ଥ ମହୀଶୂର ଯୁଦ୍ଧରେ ଟିପୁ ସୁଲତାନ ନିହତ ହୋଇଥିଲେ। ତାଙ୍କ ପରେ ମହୀଶୂର ରାଜ୍ୟ 3 ଭାଗରେ ବିଭକ୍ତ ହୋଇଯାଇଥିଲା। ତାପରେ 3 ନମ୍ବରଟି ଦେଇଛି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ 3 ନମ୍ବର କଟି ଦେଇଛି ନିଜାମ ଉଲ ମୁଲକ ଦାକ୍ଷିଣାତ୍ୟର ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିଲେ। ତାପରେ ଖ ନମ୍ବର ମୟୂର ସିଂହାସନ ଶାହାଜାହାନ ନିର୍ମାଣ କରିଥିଲେ। ତାପରେ ଗ ନମ୍ବର ସାହୁଜୀଙ୍କୁ ମୋଗଲମାନେ ବନ୍ଦୀ କରି ରଖିଥିଲେ। ତାପରେ ଘ ନମ୍ବର 1615 ଖ୍ରୀଷ୍ଟାବ୍ଦରେ ସାର ଟମାସର ଇଂଲଣ୍ଡର ରାଜଦୂତ ଭାବରେ ଭାରତକୁ ଆସିଥିଲେ। ତାପରେ ନମ୍ବର ପଣ୍ଡିଚେରୀରେ ସାମରିକ ଶିବିର ଫରାସୀମାନେ ପ୍ରତିଷ୍ଠା କରିଥିଲେ। ତାପରେ ଚ ନମ୍ବର ଇଂରେଜ ସେନାଧ୍ୟକ୍ଷ କ୍ଲାଇଭ
ଫରାସୀ ବାଣିଜ୍ୟ କୋଠି ଚନ୍ଦନନଗର ଅଧିକାର କରିଥିଲେ। ତାପରେ 6 ନମ୍ବର ଅନ୍ଧକୂପ ହତ୍ୟା ସିରାଜ ଉଦ୍ଦୌଲାଙ୍କ ଦ୍ୱାରା ହୋଇଥିଲା। ତାପରେ 9 ନମ୍ବର ବକ୍ସାର ଯୁଦ୍ଧ ପରେ ସୁଜା ଉଦ୍ଦୌଲା ଇଷ୍ଟ ଇଣ୍ଡିଆ କମ୍ପାନୀକୁ କୋର୍ ଓ ଆହ୍ଲାବାଦ ହସ୍ତାନ୍ତର କରିଥିଲେ। ତାପରେ 6 ନମ୍ବର ହାଇଦର ଅଲି 1761 ଖ୍ରୀଷ୍ଟ-ରେ ମହୀଶୂର ଶାସକ ହେଲେ। ତାପରେ 4 ନମ୍ବରଟି ଦେଇଛି ରେଖାଙ୍କିତ ଶବ୍ଦକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର। କ ନମ୍ବରଟି ହେବ ଟିପୁ ସୁଲତାନ କର୍ଣ୍ଣେଲ ବେରିଙ୍କୁ ପରାସ୍ତ କରି ଆର୍କୋଟ ଅଧିକାର କରିଥିଲେ। ଖ ନମ୍ବରଟି ହେବ ନିୟାମକ ଆଇନ ବ୍ରିଟିଶ ପାର୍ଲିଆମେଣ୍ଟରେ ଗୃହୀତ ହୋଇଥିଲା। ତାପରେ ଗ ନମ୍ବରଟି ହେବ ନାଦିର ଶାହଙ୍କୁ ମୋଗଲ ସେନା କର୍ଣ୍ଣାଲଠାରେ ପ୍ରତିରୋଧ କରିଥିଲେ। ତାପରେ ଘ ନମ୍ବରଟି ହେବ ପୋର୍ଟ ସେଣ୍ଟ ଜର୍ଜ ମାନ୍ଦ୍ରାଜରେ ଅବସ୍ଥିତ। ତାପରେ ଉ ନମ୍ବରଟି ହେବ ୱାଜିର ପଦବୀ ମୋଗଲ ଶାସନରେ ପ୍ରଧାନମନ୍ତ୍ରୀକୁ ବୁଝାଉଥିଲା। ତାପରେ 5 ନମ୍ବରଟି ଦେଇଛି କ ସ୍ତମ୍ଭର ଶବ୍ଦ ସହିତ ଖ ସ୍ତମ୍ଭର ଶବ୍ଦ ମିଳନ କର। ମିଳନ କଲେ ହେବ ତାରାବାଇ କୋଲ୍ହାପୁରର ଶାସିକା, ଏଲିଜାବେଥ ଇଂଲଣ୍ଡର ଶାସିକା, ଡ୍ୟୁପ୍ଲେ ସେନାପତି, ନାଦିର ଶାହା ପାରସ୍ୟର ଶାସକ। ତାପରେ 6 ନମ୍ବରଟି ଦେଇଛି ନିମ୍ନ ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ। କ ନମ୍ବରଟି ଦେଇଛି କୁଲି ଖାଁ ଉପାଧି କିଏ ପାଇଥିଲେ? ଆନ୍ସାର ନିଜାମ ଉଲ ମୁଲକ। ତାପରେ ଖ ନମ୍ବର ଶିଖମାନେ କେତୋଟି ସଂଘରେ ସଂଗଠିତ ହୋଇଥିଲେ? 12ଟି। ତାପରେ ଗ ନମ୍ବର ପ୍ରଥମ କର୍ଣ୍ଣାଟକ ସମରର ସମୟସୀମା କେତେ? 1740ରୁ 1748। ତାପରେ ଘ ନମ୍ବର ମହୀଶୂରର ବାଘ ନାମରେ କିଏ ପରିଚିତ? ଟିପୁ ସୁଲତାନ। ତାପରେ 7 ନମ୍ବରଟି ଦେଇଛି ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବା ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର। କ ନମ୍ବରଟି ହେବ ଭାରତକୁ ଭାସ୍କୋଡାଗାମା ଆବିଷ୍କାର କରିଥିଲେ। ତାପରେ ଖ ନମ୍ବରଟି ହେବ ପଲାସି ଯୁଦ୍ଧରେ ମିର୍ଜାଫରର ବିଶ୍ୱାସଘାତକତା ପାଇଁ ସିରାଜ ଉଦ୍ଦୌଲା ହାରିଲେ। ତାପରେ ଗ ନମ୍ବରଟି ହେବ ଟିପୁ ସୁଲତାନ 1799 ମସିହାରେ ଯୁଦ୍ଧରେ ନିହତ ହୋଇଥିଲେ। ତେବେ ଏହା ଥିଲା ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠାର କ୍ୱେଶ୍ଚନ୍ ଆନ୍ସାର। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।